ଜଣେ ଆଇପିଏସ୍ ଅଫିସର ଥିଲେ ଥାର୍ଡ ଫ୍ଲୋରରେ, ସେ ବି ତାକୁ ଦେଖଉଥିଲେ ତାର ସର୍ଭେ, ଇଣ୍ଟେଲିଜେନ୍ସ ସର୍ଭେ, ଯେ 120 ତଳରୁ ଆମେ ଖସୁନୁ। ଆଉ ଜଣେ ଅଫିସର ଥିଲେ ଥାର୍ଡ ଫ୍ଲୋରରେ, ସେ ବାହାରକୁ ଆସିଥିଲେ, ଅଣା ହେଇଥିଲା, ହି ୱାଜ ଡ୍ରାଫ୍ଟେଡ। ସେ ପାଣ୍ଡିଆନ ବାବୁ ଯେତେବେଳେ ହେଲିକପ୍ଟରରେ ବୁଲି ବୁଲି ଡେଲି ଫେରୁଥିଲେ ଭୁବନେଶ୍ୱର ରାତିରେ, ସେ ଯାଇକରି ତାକୁ ଦେଖଉଥିଲେ, ଦେଖନ୍ତୁ ଆପଣଙ୍କର ଭିଡିଓ ଭାଇରାଲ ହେଇଯାଇଛି, 1 ମିଲିୟନ ଭ୍ୟୁଜ, 2 ମିଲିୟନ ଭ୍ୟୁଜ, ମାନେ ୟୁ ଆର୍ ହ୍ୟୁଜଲି ପପୁଲାର। ପାଣ୍ଡିଆନ ବାବୁ ବି ଖୁସି ହେଇଗଲେ, यार एते भी ମାନେ ଓଡ଼ିଶାରେ ଲୋକମାନେ ତାର ପାଇଁ ମାନେ ପାଣ୍ଡିଆନ ବାବୁ was under the impression that he is very very popular. ରିଏଲ କଣ ହଉଛି ତାର କିଛି କିନ୍ତୁ ଏଟା ପଇସା ଖର୍ଚ୍ଚ କରି ମ୍ୟାନୁଫ୍ୟାକ୍ଚର୍ଡ ପପୁଲାରିଟି ବୋଲି କେହି ଜାଣିପାରୁନଥିଲେ ଯେ ସୋସିଆଲ ମିଡ଼ିଆରେ କ୍ୟାମ୍ପେନ୍ କରାହେଉଛି ଏବଂ ପୁଳେ ଲୋକଙ୍କୁ ବୋକା ମାନେ ଜବରଦସ୍ତି କୁହାଯାଇଛି ଯେ ତମେ ପାଣ୍ଡିଆନ ବାବୁଙ୍କୁ ମାନିନ ଏବଂ ଏହାରି ଭିତରୁ ଗୋଟେ ଇମ୍ପ୍ରେସନ୍ କ୍ରିଏଟ୍ ହେଉଛି ତା ଯେଉଁଟାକି ରିଅଲ୍ ଇମ୍ପ୍ରେସନ୍ ନୁହଁ। ଏକଥା ବୁଝିବା ପାଇଁ ବହୁତ ସମୟ ଲାଗିଲା। ତ ମୁଁ ସୀତ ବାନାର୍ଜୀ ଆପଣଙ୍କଠାରୁ ଜାଣିବା ପାଇଁ ଚାହିଁବି ଯେ ନବୀନ ବାବୁ କେମିତି ଆପ୍ରିସିଏଟ୍ କରୁଥିଲେ ଯେ ସିଏ ତ ତାଙ୍କ ଜୀବନରେ ଯେଉଁମାନେ ରାଇଭାଲ ହେଲେ ସେମାନଙ୍କୁ ପଛକୁ ପକାଇ ଦେଉଥିଲେ, ତାଙ୍କ କ୍ୟାରିୟର ନଷ୍ଟ ହୋଇଯାଇଛି। ନଳିନ ମହାନ୍ତିଙ୍କ କଥା କୁହନ୍ତୁ, ପରବର୍ତ୍ତୀ ସମୟରେ ପ୍ୟାରୀ ବାବୁଙ୍କ କଥା କୁହନ୍ତୁ, ଯିଏ ମୁଣ୍ଡ ଟେକୁଥିଲା ସେ ତାକୁ ବିଦା କରିଦେଉଥିଲେ ରାସ୍ତାରୁ, ବୈଜୟନ୍ତ ପଣ୍ଡାଙ୍କ କଥା କୁହନ୍ତୁ। କିନ୍ତୁ ପାଣ୍ଡିଆନ ବାବୁଙ୍କୁ ଏତେ ଏମ୍ପାୱାର କରିବାର କାରଣ କ'ଣ, ଏତେ ଉପରକୁ ଉଠେଇବାର କାରଣ କ'ଣ? ଶୁଣନ୍ତୁ, ନବୀନ ପଟ୍ଟନାୟକର କ୍ୟାରେକ୍ଟର ଚରିତ୍ର ଆପଣ ଯଦି ଷ୍ଟଡି କରିବେ, ସବୁ ଟାଇମରେ ସେ ରାଜ୍ୟ ଚଲାଇବା ପାଇଁ ସେ କାହାର ଉପରେ ଡିପେଣ୍ଡ କରୁଥିଲେ। প্রথম 10-12 ବର୍ଷ ডিপেন্ড করলে প্যারি বাবু উপরে, তারপরে যেତେବେଳେ ତା থ্রেট ହେଲା ତାକୁ କାଢିଦେଲେ। ঠিক আছে, সেকেন্ড ফেজରେ କାହାର ଉପରେ ଡିପେଣ୍ଡ, ପ୍ୟାରି ନବୀନ ପାଣ୍ଡିଆନ ଉପରେ, ପାଣ୍ଡିଆନ ବାବୁ ଉପରେ ଡିପେଣ୍ଡ। ଆମକୁ ଏଇଟା ବି ମାନିବା ପଡିବ ଯେ ନବୀନ ବାବୁର ବୟସ ହେଇଯାଇଛି, and if you are single, ଆପଣର you are alone, then you have every other reason to, many other reasons to be dependent on someone. So ସେ ଡିପେଣ୍ଡେଣ୍ଟ ହେଇଯାଇଥିଲେ ପାଣ୍ଡିଆନଙ୍କ ଉପରେ, ଆଉ ସେଇଥିପାଇଁ ସେ ଚାହୁଁଥିଲେ ଯେ ଇଏ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ନବୀନ ବାବୁ। ମୋର ଧାରଣା ନବୀନ ବାବୁର କ୍ୟାଲକୁଲେସନ ଥିଲା, ମୋର ଧାରଣା ଯେ ଏ ଚଲାଇବେ, ମୁଁ ବସିଛି, ଆଇ ଏମ୍ ଡିପେଣ୍ଡେଣ୍ଟ ଅନ୍ ପାଣ୍ଡିଆନ, ପାଣ୍ଡିଆନ ଚଲାଇବେ, ଆମେ ଜିତିବୁ, ମୁଁ ମୁଖ୍ୟମନ୍ତ୍ରୀ, ମୋର ସବୁ ଯାହା ଅଛି ରହିବ, ତାରପରେ ପାଣ୍ଡିଆନ ବାବୁ ହେଇଯିବ ପଡେ, সেটা তার প্ল্যান। ଆଉ ନିଜର ଉତ୍ତରାଧିକାରୀ ବୋଲି ସେ ପାଣ୍ଡିଆନଙ୍କୁ ସ୍ୱୀକାର କରିନେଇଥିଲେ। ମାନେ ଯଦି ନା ହେଇଥାନ୍ତା, ଏବେ ଯେଉଁମାନେ କହୁଛ ମାନେ ନବୀନ ବାବୁ ଫାଇନାଲି ଇଲେକ୍ସନ ସରିବା ଗୋଟେ ଦିନ 2 ଦିନ ପୂର୍ବରୁ, ଲାଷ୍ଟ ଫେଜ୍ ପୂର୍ବରୁ ବୋଧେ କହିଥିଲେ ଯେ ମୁଁ ଉତ୍ତରସୂରୀ କାହାକୁ କରିବି। ସେଟା କଣ କହିବାର ଦରକାର ଥିଲା କି? ସେତେବେଳେ କାମରେ ତ ଅଲଗା ଚାଲିଥିଲା ନା, ପୁରା ଗଭର୍ଣ୍ଣମେଣ୍ଟ ପାର୍ଟି ସବୁ ଦେଇ ଦେଇଥିଲେ। ସେତେବେଳେ ନବୀନ ବାବୁ ଯେତେବେଳେ ଏ ଷ୍ଟେଟମେଣ୍ଟଟା ରଖିଲେ, ଆପଣ ଭାବୁଛନ୍ତି କି ସେତେବେଳେ କିଛି ଜାଣିପାରିଲେ ଯେ ଗୋଟେ ସେଇ ଲାଷ୍ଟ ଟାଇମରେ ଦିସ୍ ୱାଜ ଆ ଲାଷ୍ଟ ଡିଚ୍ ଆଟେମ୍ପ୍ଟ, ସେତେବେଳେ ସେମାନଙ୍କ ପାଖରେ ଫିଡବ୍ୟାକ୍ ଆସିଯାଇଥିଲା, ମୋର ଧାରଣା ଯେ ସେଇମାନଙ୍କର ରେଜଲ୍ଟ ଖରାପ ହଉଛି, ବ୍ୟାଲଟ ବକ୍ସରେ ଏମାନଙ୍କର ଯେ ଧାରଣା ଥିଲା ସେଟା ହଉନି, ସେଟା ଗୋଟେ ଲାଷ୍ଟ ଡିଚ୍ ଆଟେମ୍ପ୍ଟ ଯେ ମୁଁ କାହାକୁ ଉତ୍ତରସୂରୀ କରୁନି, ମୋର ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି। ସେଟା ବଟ୍ ଇଟ୍ ୱାଜ ଅଲରେଡି ଟୁ ଲେଟ୍। ଲୋକର ପରସେପସନ ହେଇଯାଇଛି, ଲୋକ ଜାଣି ଯାଇଥିଲେ।